ଲୋକ ତ ମିଳିଲେନି କାଟିବା ପାଇଁ। ମେସିନ୍ ଦେଇ ଦେଇଛନ୍ତି, ମେସିନ୍ରେ ଧାନ କଟା ଯାଉଛି। କେତେ ବଗ ବସିଛନ୍ତି ତା ଦେହରେ ଦେଖ। ଧାନ ଥିଲା ପୁରା ଭରିପୂର୍ଣ୍ଣ ହେଇକି କେତେ ସୁନ୍ଦର ବିଲ ଦେଖାଯାଉଥିଲା। ଧାନ କଟା ହେଇଲା ପରେ କେତେ ଅବାଗିଆ ଦେଖାଯାଉଛି, ବିଲ ବି ଭଲ ଦେଖାଯାଉନି। ଧାନ ପୁରା ଯେତେବେଳେ ଥିଲା ପୁରା ପାଚିକି ହଳଦୀ ଦେଖାଯାଉଥିଲା, ବଢିଆ ଲାଗୁଥିଲା। ଏବେ ଧାନ କଟା ପରେ ବିଲ ପୁରା ଖାଁ ଖାଁ ଲାଗୁଛି, ବହୁତ ଭଲ ଲାଗୁନି ମତେ ତ। ସତ କଥା ଧାନ ବିଲ ଏତେ ସମ୍ପୂର୍ଣ୍ଣ ଥିଲା, ମୁଁ ବି ଭିଡିଓ କରିଛି, ମତେ ବହୁତ ଭଲ ଲାଗୁଥିଲା। ଦେଖନ୍ତୁ କେତେ ବଗ ଉଡୁଛନ୍ତି ସବୁ। ଏ ମା, ଏ ବଗ କଣ ଏତେ ଉଡିଲେଣି? କଣ ଖାଇବେ? ଓହୋ, ତା ଭିତରୁ ପୋକ ବାହାରୁଛନ୍ତି ନା? ଆଉ କଣଟା? ଆଉ ଏମିତି ମେସିନ୍ କାଟିଲେ ଆଉ 2-3 ଦିନ ଆମ ବିଲ ସବୁ ଗହିର ସବୁ ଫାଙ୍କା ପୁରା। ଏଠି ଆମ ମନ୍ଦିର ବି ଦେଖାଯାଉଛି। କେତେ ବଗ ଉଡୁଛନ୍ତି ସେ ମେସିନ୍ ପାଖରେ। କଣ ଖାଉଛନ୍ତି କେଜାଣି? ପୋକ ଖାଉଛନ୍ତି। ହଁ, ବୋଧେ ପୋକ ଖାଉଛନ୍ତି। ଆଉ ଯୋଉମାନେ ଦିନ ମଜୁରିଆ ମାନେ ଧାନ ଫାନ କାଟିକି ଯୋଉମାନେ କିଛି ପଇସା ନେଲେ ପରିବାର ଚଳୁଥିଲା, ସେମାନଙ୍କୁ ତ ବହୁତ ଦୁଃଖ। ମାନେ ଏ ମେସିନ୍ ଏମିତି କାଟିଦେଲା, ଆଉ ସେମାନଙ୍କ ହାତ ଗୋଡ଼ ବନ୍ଦ। ଯୋଉମାନେ ରାତି ପାଇଲେ ଯାଉଥିଲେ ଧାନ କାଟିବେ, ବାନ୍ଧିବେ, ବୋଇବେ, ବାଡ଼େଇବେ, ସେମାନଙ୍କର ସବୁ କାମ ବନ୍ଦ। ମେସିନ୍ ତ ଏକାଥରେ କାଟିଦେଲା, ସେଇଥିରେ ସବୁ ବି ମାନେ ଧାନ ବି ଅମଳ ହେଇଯାଉଛି। ଏଇଟା ବି ଗୋଟେ ପ୍ରକାର ମାନେ ଚାଷୀ ଭାଇଙ୍କ ପାଇଁ ଯୋଉମାନେ ମଜୁରୀ ଉପରେ ନିର୍ଭର କରିକି ସଂସାର ପୋଷୁଥିଲେ, ସେମାନଙ୍କୁ ବହୁତ କଷ୍ଟ ହେଉଥିବ ଯେ। କଣ କରିବା, ଏବେ ଯୁଗ ସହିତ ମାନେ ସମସ୍ତେ ତାଳ ମିଳେଇ ଚଳୁଛନ୍ତି। ଆଉ କଣ କରିବା ଯେ, ମେସିନ୍ ବି ଶସ୍ତାରେ ହେଉଛି, ଆଉ କମ୍ ସମୟରେ ବି ମାନେ ଅମଳ ହେଇଯାଉଛି। ସେଥିପାଇଁ ସମସ୍ତେ ମେସିନ୍ ଉପରେ ନିର୍ଭର କରୁଛନ୍ତି। ଦେଖନ୍ତୁ କେତେ ବଗ ଆସିକି ବସିକି କଣ ଖାଉଛନ୍ତି ତା ଦେହରେ, ଦେଖନ୍ତୁ। କେତେ କମ୍ ସମୟରେ କେଡ଼େ ବଡ଼ ବିଲଟେ ସାରିଦେଲା। ଏଇଟା କେତେ ଗୋଠୁ ହବ ଏ ବିଲଟା? ଏଇ କେଡ଼େ ବଡ଼ ବିଲଟା କେତେ କମ୍ ସମୟରେ ସରିଗଲା।